ଆଉ କାହା ଉପରେ ଛାଡ଼ିଲେ ଭିଡ଼ିଓ ଟ୍ରେଣ୍ଡକୁ ଆସିବ ସେଟା ବି ମୁଁ ଜାଣିପାରୁନି। କେମିତି ଏ ୟୁଟ୍ୟୁବକୁ ମୁଁ ଚଲେଇବି, ଯେଉଁ ସ୍ୱପ୍ନ ନେଇକରି ଆସିଥିଲି ୟୁଟ୍ୟୁବକୁ ପପୁଲାର ହେବି, ଭାଇରାଲ ହେବ, ସେମିତି କିଛି ବି ହଉନି। ବହୁତ ଦୁଃଖ ଲାଗୁଛି। ୟୁଟ୍ୟୁବ ବି ୟୁଟ୍ୟୁବ୍ ଟିମ୍କୁ ମୁଁ ରିକ୍ୱେଷ୍ଟ କରୁଛି ସେ କାହିଁ ଏମିତି କରୁଛି। ଭଲ ୟୁଟ୍ୟୁବର୍ ମାନଙ୍କ ପାଇଁ ଯେମିତି ଆଜି ସ୍ଥାନ ନାହିଁ, କେବଳ ଉଲଗ୍ନ ନୃତ୍ୟରେ ଆଜି ଏ ମଣିଷ ସମାଜ ମାତିଛି। ଆଜି ଉଲଗ୍ନ ନୃତ୍ୟକୁ ଲାଇକ୍ ମିଳୁଛି। ଯଦି ସାହୁ ଭାଉଜ ଆସୁଛନ୍ତି ଲାଇଭ୍, କି ନିଶା ଦିଦି ଆସୁଛନ୍ତି ଲାଇଭ୍, ତାଙ୍କ ଲାଇଭ୍ରେ ଦେଖିବାକୁ ଅନେକ ଲୋକ ଅଛନ୍ତି। କିନ୍ତୁ ଆମମାନଙ୍କ ଲାଇଭ୍ ପାଇଁ କେହି ନାହାନ୍ତି। ଏମିତି ଜଣେ ଜଣେ ଆସିବେ, ଦେଖିବେ, ଲାଇକ୍ ଦେବେନି, ପଳେଇବେ। ଆରେ ଯେମିତି ଲାଗୁଛି ଗୋଟେ ଲାଇକ୍ ଦେଲେ ଯେମିତି କଷ୍ଟ ହେଉଛି ତାଙ୍କୁ। ସେଇଟା ତ ବହୁତ କଷ୍ଟ। ଜଣେ ନୂଆ ୟୁଟ୍ୟୁବର୍ ପାଇଁ ସବୁଠାରୁ କଷ୍ଟ ହେଉଛି ସେଇ ଯେଉଁ ଅତୀତ କାଳରେ ସିଏ ଭାବିଥାଏ କି କିଛି କରିବ, କିଛି ଭଲ ଭଲ ଭିଡ଼ିଓ ପକାଇବ, ଗରିବ ଲୋକଙ୍କର ଦୁଃଖ କଥା ଜଣାଇବ, ଯେମିତି ତାଙ୍କୁ ସହଯୋଗ ମିଳିବ। ସେ ଯେତେବେଳେ ସେ ଜରିଆ ଦେଇକରି ଆରମ୍ଭ କରେ, ବହୁତ କଷ୍ଟ ଲାଗେ ଆଜ୍ଞା। ସେଇଥିଲାଗି ତ କହୁଛି ଆଜିକାଲି ମଣିଷ ସମାଜ ମାତିଛି ଯାତ୍ରାର ଉଲଗ୍ନ ନୃତ୍ୟରେ। କିନ୍ତୁ ଯାତ୍ରାର ଉଲଗ୍ନ ନୃତ୍ୟରେ ମାତିଛି, କିନ୍ତୁ ଭଲ ଭଲ ୟୁଟ୍ୟୁବର୍ ମାନଙ୍କ ପାଇଁ ସ୍ଥାନ ନାହିଁ, ଭଲ କଳାକାରମାନଙ୍କ ପାଇଁ ସ୍ଥାନ ନାହିଁ। ଯିଏ ଭଲ ସମାଜ ସେବା କରୁଛି ତାକୁ ପସନ୍ଦ କରୁନାହିଁ। ତାହେଲେ ଆଜିକାଲିର ମଣିଷ କାହାକୁ ପସନ୍ଦ କରୁଛି? ପସନ୍ଦ କରୁଛି କେବଳ ଉଲଗ୍ନକୁ। ଯେମିତି ଲାଗୁଛି ଏ ବାତାବରଣ ଆଜିକାଲି ସେକ୍ସ ହେଇଯାଇଛି। ଏଇଟା ତ ଲାଇଫରେ ବହୁତ ଦୁଃଖ ଲାଗୁଛି। ଯେଉଁ ଭାଇମାନେ ଆସୁଛନ୍ତି ଗୋଟେ ଗୋଟେ ଲାଇକ୍ ଦିଅନ୍ତୁ। ଲାଇଭ୍କୁ ଆସୁଛନ୍ତି, ଯଦି ଜଏନ୍ ହେବାକୁ ଚାହୁଁଛନ୍ତି କମେଣ୍ଟରେ କୁହନ୍ତୁ, ମୁଁ ଆପଣମାନଙ୍କୁ ଜଏନ୍ କରିବି। ଆପଣମାନେ ମୋ ସାଙ୍ଗରେ କଥା ହେବେ ଆଜ୍ଞା। ଏଇଟା ହେଉଛି ଜଣେ ୟୁଟ୍ୟୁବର୍ ପାଇଁ ବହୁତ ଦୁଃଖ। ଯେତେବେଳେ ଭିଡ଼ିଓ ବନାଏ ଲାଇକ୍ ନାହିଁ, ଲାଇଭ୍କୁ ଆସିଲେ ଲାଇକ୍ ନାହିଁ, ଯାହା ବି କଲେ ଲାଇକ୍ ନାହିଁ, ସମାଜ ସେବା କଲେ ପସନ୍ଦ ନାହିଁ, ପ୍ରଶଂସା ନାହିଁ। ଆରେ ଆମେ ପ୍ରଶଂସା ପାଇବାକୁ ଆସିନୁ କି କରୁନୁ, କିନ୍ତୁ ଆପଣମାନେ ପ୍ରଶଂସା ନ କରନ୍ତୁ କି ପସନ୍ଦ ନ କରନ୍ତୁ, ମୁହେଁରେ ତ ଯେଉଁଟା କି ଭଲ ଲାଗିବ, ଏହା ହିଁ ବହୁତ କଷ୍ଟ ଲାଗେ। ଯେତେବେଳେ ଜଣେ ୟୁଟ୍ୟୁବରକୁ